방문한 वर्तमान आमे समाजसेवी राजनीतिज्ञ कवि साहित्यिक शिक्षाप्रेमी तथा राजनगर पूर्वतन विधायक श्री अनंत चरण त्रिपाठी को जीवनी उपरे केतोटी प्रश्न पचारू। कहतु आपण प्रथमे आपण बाल्य जीवन विषय किछि राजनगर थाना जगन्नाथ शासन बांतानी त्रिपाठीकर पुओ जगन्नाथ त्रिपाठीकर पोष्यपुत्र आपण केबे जन्म ग्रहण कले और आपण बापा माँ का नाम क्या? 1921 मसीह जन्म होती। मोर प्रकृत बापा नाम मानसनी त्रिपाठी, माँ का नाम सरस्वती देवी। मत जी पुओ कर नाम कृष्णचंद्र त्रिपाठी और राधिका देवी बड़ा बोंग नाम। बाल्य साथी मान विषय पिला दिने भोई नायक नीलांबर होता जयराम रथ ये सब सांग सब थे। केउठे पाठ पढ़ा आरंभ कले और सेतेबेलर शिक्षा और शिक्षायतन ग्राम्य परिवेश और ग्राम्य जीवन उपरे किछि कहूँ। गाँव स्कूल नथिला पंचराजंदर संस्कृत पाठशाला था। आम बापा नागुचरण महांती नामक जन शिक्षक को
ଆଳି ପୋଡ଼ାମରିରୁ ଆଣି ଗାଁରେ ସ୍କୁଲଟିଏ କଲେ। ସେ ତାଙ୍କଠାରୁ ମୋର ପଢ଼ା ଆରମ୍ଭ ହେଲା। ତା ପୂର୍ବରୁ ଶକୁନ୍ତଳା ଦେବୀ ନାମରେ ଜଣେ ବାଲ୍ୟ ବିଧବା ଚାହାଳିଟିଏ କରିଥିଲେ। ସେ ଚାହାଳିରେ ମୁଁ ତାଙ୍କ ପାଖରେ ପଢ଼ୁଥିଲି। ଆଉ ବାବୁଚରଣ ମହାନ୍ତି ବାପା ଆଣି ସ୍କୁଲଟିଏ ଆରମ୍ଭ କଲେ। ସେ ସ୍କୁଲରେ ମୁଁ ପଢ଼ିଲି। ସେତେବେଳେ ସରକାର ମଞ୍ଜୁରୀ ସେ ପାଇନଥିଲା, ପରେ ପାଇଲା। ମାସକୁ ଦରମା ତାଙ୍କର 4 ଟଙ୍କା ଥିଲା। ପରେ ମୁଁ ତାଙ୍କ ପାଖରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲି। ଆପଣ ଗ୍ରାମ୍ୟ ପରିବେଶ ପାଖରେ ପଢ଼ୁଥିଲି। ତୃତୀୟ ଶ୍ରେଣୀରେ ପାସ୍ କଲି। ପାସ୍ କରି ସେ ଆଉ ମାଇନର ସ୍କୁଲ ନଥିଲା। ରାଜକେନ୍ଦ୍ରରେ ମାଇନର ସ୍କୁଲ ଥିଲା। ରାଜକେନ୍ଦ୍ରରେ ମାଇନର ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ିଲି। ଆପଣ ହାଇସ୍କୁଲ ଶିକ୍ଷା ବିଷୟରେ କିଛି କୁହନ୍ତୁ। ଚତୁର୍ଥ ଶ୍ରେଣୀରୁ ପାସ୍ କରି ମାଇନର ସ୍କୁଲରେ 4 ବର୍ଷ ପଢ଼ିଲି। ସେଠି ସୁଧାକର ନରେନ୍ଦ୍ର, ଯଶୋବନ୍ତ ମଲ୍ଲିକ ଆଉ ଗୋବିନ୍ଦଚନ୍ଦ୍ର ସେନ ଶିକ୍ଷକ ଥିଲେ। ସେମାନେ ଆଦର୍ଶ ଲୋକ ମଧ୍ୟ ଥିଲେ। ତାଙ୍କର ପ୍ରଭାବ ଭଲ ଥିଲା। ମୋ ଉପରେ ମଧ୍ୟ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ସ୍ୱୀକାର କରୁଛି। ସେତେବେଳେ ଗମନାଗମନ କେମିତି ସୁବିଧା ଥିଲା? ସ୍କୁଲକୁ କେମିତି ଚାଲି ସମସ୍ତେ ଯାଉଥିଲୁ। ଗମନାଗମନ ସୁବିଧା ନଥିଲା। କେତେ କିଲୋମିଟର ପାଖାପାଖି ଆପଣ ଯାଉଥିଲେ ସ୍କୁଲ ପଢ଼ିବା ପାଇଁ? ନା, ପଢ଼ିବା ପାଇଁ ନାହିଁ। ମୁଁ ହଷ୍ଟେଲରେ ରହୁଥିଲି ପରା। ଆମ ଘର ପାଖରୁ ସ୍କୁଲଟା ହେବ 10 ମାଇଲ ବାଟ। ମୁଁ ହଷ୍ଟେଲରେ ରହୁଥିଲି। ହଷ୍ଟେଲରେ ରହିକରି ସ୍କୁଲ ବୁଲି ଆସିବା କରୁଥିଲି। 10 ମାଇଲ ଆପଣ ପୁରା ଚାଲି? ନା, ଯେତେବେଳେ ଯାଆନ୍ତି ଆପଣ ଘରକୁ ଯେତେବେଳେ ଯାଏ ଛୁଟିରେ, ସେତେବେଳେ ଚାଲି ଯାଏ। ଆଉ ଅନ୍ୟ କିଛି ଇଏ ନଥିଲା? ନା। କେନ୍ଦ୍ରାପଡ଼ା ସବ୍ ଡିଭିଜନରେ ଗୋଟିଏ ମାତ୍ର ହାଇସ୍କୁଲ ଥିଲା, କେନ୍ଦ୍ରାପଡ଼ା ହାଇସ୍କୁଲ, ଅଷ୍ଟମ ଶ୍ରେଣୀ। ପିଲା ସଂଖ୍ୟା କେତେ ଥିଲେ ସ୍କୁଲରେ? ପିଲା ସଂଖ୍ୟା ସେତେବେଳେ 150 ପିଲା। ଆପଣଙ୍କ ହାଇସ୍କୁଲ ଜୀବନର ପ୍ରିୟ ଶିକ୍ଷକ କିଏ ଥିଲେ? ହାଇସ୍କୁଲ ଜୀବନରେ ସମସ୍ତ ଶିକ୍ଷକ ଆଦର୍ଶ ଲୋକ ଥିଲେ। ବାଳକୃଷ୍ଣଙ୍କର ସ୍ୱୀକୃତି ବି ଥିଲେ। ସେ ସବୁ ଆଦର୍ଶ ଲୋକଙ୍କୁ ପୂର୍ଣ୍ଣଚନ୍ଦ୍ର ମିଶ୍ର ହେଡ଼ମାଷ୍ଟର ଥିଲେ। ପିଆଲାଲ ବର୍ତ୍ତମାନ ଆସିଷ୍ଟାଣ୍ଟ ହେଡ଼ମାଷ୍ଟର ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚିଛନ୍ତି ଗତିକୃଷ୍ଣ ସମସ୍ତେ ଶିକ୍ଷକ ଥିଲେ, ଆଦର୍ଶ ଲୋକ ମଧ୍ୟ ଥିଲେ। ବାଳକୃଷ୍ଣଙ୍କର କିଏ ବର୍ତ୍ତମାନ ଯିଏ ସାଲେପୁର? ବର୍ତ୍ତମାନ ବାଳକୃଷ୍ଣଙ୍କର ସେକ୍ରେଟାରୀ ନାହିଁ, ତରା ବଜାର ଇଏ କ'ଣ ସରକାରର ପ୍ରତିଷ୍ଠାତା। ସେତେବେଳେ ଆପଣଙ୍କର ଗୁରୁ ଶିଷ୍ୟ ସମ୍ପର୍କ ଥିଲା? ଗୁରୁ ଶିଷ୍ୟ ସମ୍ପର୍କ ତ ଦେବତା ମନୁଷ୍ୟ ସମ୍ପର୍କ ଥିଲା। ଆଉ ସେ ଆଦର୍ଶ ଲୋକମାନେ ସେମାନେ ଥିଲେ। ତାଙ୍କ ସହିତ ଆମର ସମ୍ପର୍କ ମଧ୍ୟ ସେଭଳି ଗୁରୁ ଶିଷ୍ୟ ସମ୍ପର୍କ, ଦେବତା ମନୁଷ୍ୟ ସମ୍ପର୍କ। ତାହେଲେ କେବେ ଆପଣ ହଷ୍ଟେଲରେ ରହୁଥିଲେ? ହଷ୍ଟେଲରେ ରହୁଥିଲେ। ଆପଣଙ୍କର ସେତେବେଳେ ସାଙ୍ଗମାନେ ସବୁ ସାଙ୍ଗ ସେ ସମୟରେ ଥିଲେ ସବୁ, ସେମାନେ ସବୁ ପାଠ ପଢ଼ିଲେ? ହଁ, ପାଠ ପଢ଼ିଲେ। ହାଇସ୍କୁଲ ଯାଇଛି। ଉପେନ୍ଦ୍ର ରାୟ ସାଙ୍ଗ ଥିଲେ। ସେମାନେ ବହୁତ ସାଙ୍ଗ ଥିଲେ। ଆଉ ଆପଣ କେଉଁ ବର୍ଷ ହାଇସ୍କୁଲରେ ଥିଲେ? 1984 ପଢ଼ିଲି। 1984
ତାପରେ କଲେଜ ଜୀବନ କୋଉଠି? କଲେଜରେ ରେଭେନ୍ସା କଲେଜରେ ପଢ଼ିଲି। ରେଭେନ୍ସା କଲେଜ ସେତେବେଳେ ରେଭେନ୍ସା କଲେଜ ତ ବହୁତ ଆଗରୁ ଥିଲା। ପୋଷ୍ଟ ହଷ୍ଟେଲରେ ରହୁଥିଲି, ରେଭେନ୍ସା କଲେଜରେ ପଢ଼ୁଥିଲି। ଆପଣ ସ୍କୁଲ ଜୀବନରେ କିଛି କବିତା ରଚନା କରିଥିଲେ? ସ୍କୁଲ ଜୀବନରେ ହାଇସ୍କୁଲ ଜୀବନରେ କବିତା ରଚନା ଆରମ୍ଭ କଲି। ହାଇସ୍କୁଲ ଚିତ୍ରକଳା ଗୋଟେ ମାଗାଜିନ୍ ବାହାରିଥିଲା ସେଠୁ ହାଇସ୍କୁଲ, ସେ ଉପରେ ତାର ମୋର କବିତା ଗୁରୁତ୍ୱ ସେଥିରେ ବାହାରି। ସେ ସମୟରେ ରାଜନୀତି କହିଲେ ବିଷୟ ବୁଝୁଥିଲା, ଗଡ଼ଜାତ ସବୁ ଅଲଗା ଥିଲା। ଜମିଦାରୀ ଆମର ତା ଜମିଦାରୀ ଥିଲା। ରାଜାମାନଙ୍କର ଅତ୍ୟାଚାର ଆଉ ତାଙ୍କର କାର୍ଯ୍ୟକଳାପ ଉପରେ ବେଶୀ ରାଜନୀତି ବେଶୀ ଚାଲିଥିଲା। ଆମର 2 ଜଣ ଶିକ୍ଷକ ଥିଲେ, ସେଥିରେ ବାଳକୃଷ୍ଣ ଦାସ, ଲକ୍ଷ୍ମଣ ମିଶ୍ର। ସେ 2 ଜଣ ଆଦର୍ଶ ଶିକ୍ଷକ ଥିଲେ। ସ୍ୱାଧୀନତା ସଂଗ୍ରାମ ଦଶମ ଶ୍ରେଣୀ 1942 ମସିହାରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଲା। ଆପଣ ସେଥିରେ ଭାଗ ନେଇଥିଲେ? ମୁଁ ସେଥିରେ ଭାଗ ନେଇଥିଲି। ସେ ଜେଲ୍ ଯାଇଥିଲେ, ସେମାନେ ଜେଲ୍ ଗଲେ। ଆମର ସହପାଠୀ କେତେଜଣ ଜେଲ୍ ମଧ୍ୟ ଯାଇଥିଲେ। ତା ଭିତରୁ ମୁଁ ଜେଲ୍ ଯାଇଥିଲି। ମୁଁ ଅଣ୍ଡରଗ୍ରାଉଣ୍ଡରେ କାମ କରିଥିଲି। ଆମେମାନେ ଚେଷ୍ଟା କରିଥିଲୁ ଧର୍ଷ ପୋଲିସ ଅଫିସର ଥିଲେ, ସେଇଠି ଆମେ ଥାନା ପଡ଼ି ପୋଷ୍ଟ ଅଫିସ୍ ପଡ଼ି ଏଇ କାର୍ଯ୍ୟଟା କରିବା ପାଇଁ ଆମର କିଛି କାର୍ଯ୍ୟକ୍ରମ ଥିଲା। ଆମେ ଗାଁ ଗାଁ ବୁଲି ସାଲେପୁରରେ ପ୍ରାୟ ପ୍ରତ୍ୟେକ ଗାଁ ବୁଲି ସେ ଦାୟିତ୍ୱ ନେଇ କାର୍ଯ୍ୟ କରି ଦିନ ମଧ୍ୟ ସ୍ଥିର କରିଥିଲୁ। ଅମୁକ ଦିନ ଥାନା ପୋଡ଼ି ହେବ, ଆଉ ସେ ଥାନା ପୋଷ୍ଟ ଅଫିସ୍ ସରକାରୀ ଅନୁଷ୍ଠାନ ସେଦିନ ପ୍ରଯୁକ୍ତି ଥିଲା ସେ ପଢ଼ିବା ପାଇଁ। ସେଥିରେ ଦାୟିତ୍ୱ ସୁରେନ୍ଦ୍ର ଦ୍ୱିବେଦୀ, ଅନିଲ ଘୋଷ ଅଣ୍ଡରଗ୍ରାଉଣ୍ଡରେ ଥିଲେ। ସେ ଦାୟିତ୍ୱ ନେଇଥିଲେ ଆମକୁ କିରାସିନି କିଣା ଯୋଗାଇବା ପାଇଁ। କିରାସିନି କିଣା ସିଏ ଦେବେ। କିରାସିନି କିଣା ଆଣି ଆମେ ଥାନା ଆଉ ଥାନା ପୋଷ୍ଟ ଅଫିସ୍ ପଡ଼ିବା ସମୟରେ ଆମେ ଦିଆଯାଇଥିଲୁ ତାଙ୍କ ପାଖକୁ କିରାସିନି ପାଇଯାଇଥିଲୁ। ନବାବୀଙ୍କ ଘର ସାଲେପୁର। ସେ ଏକଥା ଶୁଣିକିରି ସେ ଅଣ୍ଡରଗ୍ରାଉଣ୍ଡରେ ଥିଲେ, ସେ ମନା କଲେ ତୁମେ ଅସାମାଜିକ ଲୋକଙ୍କ ହାତରେ ଛାଡ଼ିଦେଇ ଚାଲିଯିବ, ତୁମେ ସବୁ ପେପର ଚାଲିବ, ଅସାମାଜିକ ଲୋକଙ୍କ ହାତରେ ଛାଡ଼ିଦେଇ ଚାଲିଯିବ। ସେତେବେଳେ ସାଲେପୁର ସାଧାରଣ ଲୋକଙ୍କର ସମସ୍ତ ବଡ଼ ବଡ଼ ନେତାମାନେ ଦେଲେ, ତୁମର ସବୁ ଶିକ୍ଷକ ଗଲେଣି। ବଡ଼ ବଡ଼ ନେତାମାନେ ସେତେବେଳେ ଓଡ଼ିଶାର ନେତା ସବୁ କିଏ ଥିଲେ? ଓଡ଼ିଶାରେ ଆନ୍ଦୋଳନଟାକୁ ଯେଉଁମାନେ ଓଡ଼ିଶାର ନବକୃଷ୍ଣ ଦଣ୍ଡବତୀ ଓଡ଼ିଶା କଂଗ୍ରେସ କମିଟି ସାଲେପୁରକୁ ଉଠିଯାଇଥିଲା। ସାଲେପୁରରେ ନବକୃଷ୍ଣ ଚୌଧୁରୀ, ପ୍ରକୃତ ମହତାବ ଏସବୁ ଆନ୍ଦୋଳନଟାକୁ ଚଳାଉଥିଲେ। ଆଉ ସେ ସବୁ ଜେଲ୍ ଯାଇପାରିଲେନି। ତାଙ୍କୁ ଆରେଷ୍ଟ କରାଗଲା, AICC ତାଙ୍କୁ ଆରେଷ୍ଟ କରାଗଲା। ସେ ସବୁ ଜେଲ୍ ଛାଡ଼ିଲେନି। ଆଉ ସବୁ ଅଣ୍ଡରଗ୍ରାଉଣ୍ଡରେ ଥିଲେ ସୁରେନ୍ଦ୍ର ଦ୍ୱିବେଦୀ ଇତ୍ୟାଦି, ସେ ଆମକୁ ମନା କଲେ ରାଜନୀତି ନା ଦେଲେ ନାହିଁ। ସେ ଦିନ ଆମେ ଫେରିଆସିଲୁ। ଫେରିଆସି ଆମେ ସମସ୍ତେ ଗ୍ରାମକୁ ଚାଲିଗଲୁ। ଗ୍ରାମରେ ଯାଇକି କାର୍ଯ୍ୟ ସବୁ ଆରମ୍ଭ କରିଦେଲୁ। ସେତେବେଳେ ରଜା ଶାସନ କ'ଣ ରଜା ଶାସନ, କନିକା ରଜା ଶାସନରୁ ଆମର ରାଜନୀତିଟା କହିଲେ ସେଠୁ ଆରମ୍ଭ ହେଲା। ଆପଣ କନିକା ରଜା ସେତେବେଳେ ଥିଲା, ସେତେବେଳେ ସବୁ ଟାଣୁଆ ବା ଦୁର୍ଦ୍ଧର୍ଷ ଲୋକ ଥିଲେ। ଚକ୍ରଧର ବେହେରା ପ୍ରଜାମାନଙ୍କର ନେତା ଥିଲେ। ସେ ସମୟରୁ ତାଙ୍କରି ନେତୃତ୍ୱରେ ଆମର ଶିବିରରୁ ଜେଲ୍ ଚାଲିଯାଇଥିଲେ। ସେଇଠୁ ରାଜନୀତି ଆରମ୍ଭ ହେଲା। ସେତେବେଳକୁ କନିକା ରାଜା ଆପଣଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଇଗଲେ। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ। ଆପଣ କଲେଜ କେବେ ପାଦ ଦେଲେ?
कॉलेज 1984 मसीह में मैट्रिक पास कली। ମୁଁ ମାଟ୍ରିକ ପାସ୍ କରିବାର ମୋର ଗୋଟେ କାରଣ ଥିଲା। ମୁଁ ଜେଲ୍ ଗଲିନି କେବଳ ସେଥିପାଇଁ। ଜେଲ୍ ଯାଇଥିଲେ ମୁଁ ସେଇଠୁ ରହିଯାଇଥାନ୍ତି, ଉଚ୍ଚଶିକ୍ଷା ପାଇପାରିନଥାନ୍ତି। ଉଚ୍ଚଶିକ୍ଷା ପାଇପାରିନଥାନ୍ତି। ସେଇ ଉଦ୍ଦେଶ୍ୟ ରଖିକିରି ମୁଁ ଜେଲ୍ ଗଲି ନାହିଁ। ଅଣ୍ଡରଗ୍ରାଉଣ୍ଡ ଜେଲ୍ରେ କାମ କଲି। କାମ କରିବା ଭିତରେ 1984 ମସିହାରେ मैट्रिक पास कली। पास कली जीवन सुंदर द्विखंड बही प्रकाश पाई। कादम्बरी बही लेखा शेष है लेखा चली शेष हवा से स्वाधीनता पर किसी कविता लिखी स्वाधीनता कविता लिखी चहल पकई देता गोटे कविता आमर सुभाष बोस जाकि सिंगापुर रही सेठू गढ़ुले विभिन्न प्रकार धारणा था। सी हिंसा उपाय राजनगर आसिक श्री बोधे लिखि कौन राजनगर बाटा शैली से गोटे योजना थिला। भर मुझे भाग नौली केमती आसवे कौन कर चेष्टा करुले। IN यहाँ कहला इंडियन नेशनल आर्मी कहला से कविता लिखी। से कविता जीवन कविता सुभाष बोस जीवन सुंदर गोटे बही लिखी प्रकाश पाई। कविता मोर प्रकाश पाई। जो नेशनल आर्मी जो मैंने थे जो जेल रही खलास से तो करने कविता लिखी। से कविता खूब आदृत होता जो प्रकाश पाई। से आम राजनगर पटेल तार नेतृत्व किए आंदोलन चलते आप नौते राजनाथ पटेल मो छात्र थी। विश्वनाथ नायक जो लोक थे राजनगर लोक संपादक करते कांग्रेस ना जनमंगल सिंह राजन अमिता जनमंगल सिंह। ଆପଣ କେବେ ବିବାହ କରିଥିଲେ? 41 मोर 7 भौणी थे बर्तमान विभिन्न स्थान समस्ते प्राय बागर 4 जन समस्त देवती मोर स्थल भूमि था। दिव्य सिंह महापात्र राजनगर विवाह करता। मो शिक्षा मोर प्रति दिव्य सिंह महापात्र अवदान अच्छी। तल भूमि यशोदा से राजनगर विवाह कर रामचंद्र विष्णु तल भूमि सुलोचना सी आईरे विवाह कर बंशी बर्तन देवकी यशोदा जी मरती सुलोचना जी सी आई अच्छी अच्छी मरी कांति चतुर्थी रेवती मरी पंचम सेवती सी अच्छी ष्ठ पद्मावती
ସେ ଯୋଗ ଦିନରେ ପରେ ବିବାହ ହାରାବତୀ ସେ ନା କୋଉଠି ଅଛି? ଧାରା ମରି ପଦ୍ମାବତୀ ପଦ୍ମାବତୀ ଷଷ୍ଠ ସେ ଅଛି ବଞ୍ଚିଛି ଆଉ ସପ୍ତମ ହେଉଛି ମାଳତୀ। ସେ ଏବେ କୋଉଠି? ପୁଣି ଦିବ୍ୟସିଂହ ମହାପାତ୍ର ଦୀନବନ୍ଧୁ ମିଶ୍ର ତା ତଳ ହେଉଛି ଜଗନ୍ନାଥ ମିଶ୍ର ଚାରି ସୁଲୋଚନା ଭଉଣୀ ଚତୁର୍ଥ ଜଗନ୍ନାଥ ଭଉଣୀ ହେଉଛନ୍ତି ରେବତୀ ଜଗନ୍ନାଥ ମିଶ୍ର ହେଉଛନ୍ତି ତାଙ୍କ ସ୍ୱାମୀ କୋଉଠି ବିବାହ କରିଛନ୍ତି? ଆମ ଗାଁରେ ଜଗନ୍ନାଥ ରଥ ହଁ ପଞ୍ଚମ ସେବତୀ ଦିନରେ ପରେ ବିବାହ କରିଛନ୍ତି। ଷଷ୍ଠ ତାଙ୍କ ସ୍ୱାମୀ ସ୍ୱାମୀଙ୍କ ନାଁ ବଳରାମ ମିଶ୍ର। ଷଷ୍ଠ ପଦ୍ମାବତୀ ସେ ଉଦୟପୁରରେ ବିବାହ କରିଛନ୍ତି। ସ୍ୱାମୀଙ୍କ ନାଁ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ରଘୁନାଥ ଷଡ଼ଙ୍ଗୀ। ସପ୍ତମ ମାଳତୀ ବିବାହ କରିଛନ୍ତି ଆଳି ଭୁବନେଶ୍ୱରରେ। ତାଙ୍କ ସ୍ୱାମୀ ହେଉଛନ୍ତି କାର୍ତ୍ତିକେଶ୍ୱର ମିଶ୍ର ଏସ୍ଏମ୍ ଥିଲେ ରିଟାୟାର୍ଡ କରିଥିଲେ ଭୁବନେଶ୍ୱରରେ। ସବୁ ଭଉଣୀ ଜୀବିତ ନା ମୃତ? ଦେବକୀ ଯଶୋଦା ଦେବକୀ ଆଉ ରେବତୀ ଏ 3 ଜଣ ମରିଥିଲେ। 4 ଜଣ ଅଛନ୍ତି। ଆଉ ପୁଅମାନେ ଆପଣଙ୍କର କେଉଁଠି ଅଛି? ବଡ଼ ପୁଅ କ'ଣ କରନ୍ତି? ବଡ଼ ପୁଅ ଇଜିରେ ସିନିୟର ଅଡ଼ିଟର ସୁଶାନ୍ତ। ଦ୍ୱିତୀୟ ସୁଜିତି ସେ ମ୍ୟାନେଜର ଅଛନ୍ତି ଏକ୍ସପେଣ୍ଟ ମ୍ୟାନେଜର ଏଠି କଳିଙ୍ଗ ଆଇରନ୍ ୱାର୍କସ୍। ତୃତୀୟ ବ୍ରାହ୍ମଣ ହାଇସ୍କୁଲରେ ହେଡ଼ମାଷ୍ଟର ଶିକ୍ଷକ ଅଛନ୍ତି। ହେଡ଼ମାଷ୍ଟର ନୁହେଁ ଶିକ୍ଷକ ଅଛନ୍ତି। ଜଗନ୍ନାଥପୁର ହାଇସ୍କୁଲରେ ଶିକ୍ଷକ ଅଛନ୍ତି। ଆଉ ଚତୁର୍ଥ ସୁବ୍ରତ ଆଇ ସ୍ପେଶାଲିଷ୍ଟ ସେ ଚୌଦ୍ୱାରରେ ବର୍ତ୍ତମାନ ଅଛନ୍ତି। ଏସ୍ଆଇ ହସ୍ପିଟାଲରେ ଚୌଦ୍ୱାରରେ ଅଛନ୍ତି। ପଞ୍ଚମ ସୁଚିପି ସେ ଅଛନ୍ତି ସିଣ୍ଡିକେଟ୍ ବ୍ୟାଙ୍କରେ ସିଣ୍ଡିକେଟ୍ ବ୍ୟାଙ୍କ ଚାକିରି କରୁଛନ୍ତି। ଆଉ ଷଷ୍ଠ ଘରବାଡ଼ି ଜମିବାଡ଼ି ଆଉ ସପ୍ତମ ସୁରଜି ସେ କଟକ ରାମଚନ୍ଦ୍ର ମେଡ଼ିକାଲ କଲେଜରେ ଫାର୍ମାସିଷ୍ଟ ଅଛି। ଆପଣ ସବୁତକ ପୁଅ ଭଲ ସେତେବେଳେ ଆପଣଙ୍କର ପାରିବାରିକ ଜୀବନ, ଆପଣଙ୍କ ରାଜନୈତିକ ଜୀବନ ଉପରେ କିଛି କୁହନ୍ତୁ। ରାଜନୈତିକ ଜୀବନଟା ପ୍ରାୟ ଆରମ୍ଭ ହେଲା ସେ 1942 ମସିହା ଠାରୁ ରାଜନୈତିକ ସ୍ୱାଧୀନତା ଆନ୍ଦୋଳନ ଠାରୁ ରାଜନୈତିକ ଜୀବନ ଆରମ୍ଭ ହେଲା। ସେଥିରେ ମୁଁ ଅଣ୍ଡରଗ୍ରାଉଣ୍ଡରେ ରହିକିରି ବହୁତ କାମ କରିଥିଲି, ସଂଗଠନ କରୁଥିଲି ଇତ୍ୟାଦି ଇତ୍ୟାଦି। ସେତେବେଳେ ସ୍ଥିତି କିପରି ଥିଲା ରାଜନୈତିକ ସ୍ଥିତି? ରାଜନୈତିକ ସ୍ଥିତି ତ ଆପଣ ତ ସ୍କୁଲ ଜୀବନରେ ସାଲେପୁରରେ ପଢ଼ୁଥିଲେ, ଗ୍ରାମରେ ସବୁ ଥିଲା? ଗ୍ରାମରେ ତ ରାଜନୈତିକ ଜୀବନ ମୋତେ ନଥିଲା।
कहीं कनिका राजा एत जो प्रभाव थिला जे सेठी राजनीति विषय में कौन कथा आलोचना भी हो नथिला मुझे सीटी जहाँ आरंभ करुली अंडरग्राउंड ଆପଣ ବାହାରକୁ ଜଣା ପଡୁନଥିଲେ ଯେ ସ୍ୱାଧୀନତା ସଂଗ୍ରାମୀ। हाँ जना पड़ी ଆପଣ ଯେତେବେଳେ ଆରମ୍ଭ କଲେ ଏ ଯେଉଁ ସ୍ୱାଧୀନତା ଆମର ଗାଁରେ ସବୁ ଆରମ୍ଭ କଲେ ସେତେବେଳେ ନିଶ୍ଚୟ କନିକା ରାଜାର କିଛି ଆପଣଙ୍କ ପରିବାର ଉପରେ ପଡ଼ିଥିବ। हाँ परिवार उपरे प्रभाव बहुत पड़ा आम घर चाकर बाकर बाहर कर नहीं देते धोलावाली को बंद करते सामाजिक बासंदा गोटे रीतिमत आरंभ कर सामाजिक बासंदा रीतिमत आरंभ कर मुझे समय गोटे अत्याचार विषय समाज बाहर करी समाजता को पाई मोबरे बेसी परिवार उपर बेसी अत्याचार आरंभ कर ଆପଣ ଗାଁ ଗଲେ ଆପଣ ରଜାର କିଛି ପ୍ରାଦୁର୍ଭାବ ଥିଲା କି ଆପଣଙ୍କ रजा गाँव को गले चाकर बाकर बाहर करने धोलावाली को बंद करते जहाँ क्षमता कर कथा से कनिका राजा आप फास्ट जो इलेक्शन आप इलेक्शन के आसते आप फास्ट इलेक्शन 1952 से निर्वास कर काम करुली से कांग्रेस आप जॉइन कर सकते कांग्रेस मता चिठी लिखी पाखे बर्तमान अच्छी भाग मिली प्रथम से स्वाधीन भाव इलेक्शन छिड़ा से हारिगली सरस्वती देवी थे महिला संग्रामी थे महिला प्रार्थी हिसाब से दिगला मत जो देखिए मत निश्चित देदेवे हिसाब से महिला प्रार्थी स्थिर करागला सतावले पुणी गाँव संगे स्वाधीन भाव केते भोट 2000 तापर 1952 मसीहा पर 1957 पर 1961 आ गोटे इलेक्शन है मोर पदम चरण नायक कम्युनिस्ट कैंडिडेट कम्युनिस्ट राजनगर भी कम्युनिस्ट 1957 मसीहा मृदंगदिशां सत्यंगदिशां पुनःभवतु तद्भक्तारमवतु औतुमान् औतुमा भक्तारम् ओम शांति शांति शांति
अपायन्तु मम अङ्गानि प्राणचक्षुः तत्रथ बलमिन्द्रियाणि च सर्वाणि सर्वं परिषदौ ब्रह्म मां ब्रह्म निराकुर्यां ब्रह्म अनिराकरोत् निराकरणमस्ति धर्मास्ते मयि सन्तु ते मयि सन्तु। चलिगला ना खाली नहीं रोजी कौन तू टे आस तार अच्छी देखिए तार देखिए आगू आगू जाए उठा हाँ तुम्हें बुलू धैर्य तुम बुलू संगे चलो 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 हाँ ए आगर गला तो बुलू बारंडा फ्लैट है ये मीटिंग है चलो ले हाँ हाँ चाहिए आगे जाए दीटा आसो दीटा अरे 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 Hey! 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 ଏଗୁଡ଼ା କ'ଣ କରୁଛି ଏମିତି ବୁଲି ଚାଲ ନା ଏବାଟେ ବୁଲି ଚାଲ ମୁଁ କେତେ ପୁରା ଉଠେଇ ଦେଇକି ଯିବ ଆଉ କ'ଣ ଲନ୍ରେ ବୁଲିଲା ଭଳିଆ ହେବ ଆଉ କ'ଣ ପାଇବନି ଲାଇନ୍ ଆଉ ଟିକେ ଆପଣ ଆଗକୁ ଯାଉନାହାନ୍ତି ଆଉ ଟିକେ ଆଗକୁ ଯାଉନାହାନ୍ତି ଆଉ ଟିକେ ଆଗକୁ ପଛରେ ଆସନ୍ତୁ चलो
ବିଳାସ ଏମାନଙ୍କୁ ଉଠେଇ ଦିଅ ଟିକେ ଯାଉଛନ୍ତି ଉଠେଇ ଦିଅ ଏଇ ପିଲା ଏ ଠାକୁର ଭାଇ ଆସିବ ହେଲା ସେ ତୁ ବସେଇ ଦେଲା ତ ଏ ହଁ ଠିକ ହେଲା ତ ବସିକି ଗୋଟେ ଫଟୋ ଉଠେଇ ବସିକି ଗୋଟେ ଉଠେଇଦେବ ଆଉ କ'ଣ ସେପଟେ ବି ଜାଣୁଛି ସଫା କରୁଛି କିଏ କରିଦେଲେ ସଫା ପରେ ବସିକି ତ ଆସନ୍ତୁ ଏଠି ପଳେଇ ଆସନ୍ତୁ ଗାଁକୁ କାଲି ଯିବେ ତ କାଲି ଯିବେ ଗାଁକୁ ନା କୋଉଦିନ କାଲି ଭାବିଛି ଯିବା ପାଇଁ ସ୍ଥିର ନା ସେ ପଛରେ तथा शिक्षा प्रेमी समाजसेवी श्रीजुक्त अनंत चरण त्रिपाठी ओडिशार सामाजिक जीवन में एक जनाशुना नाम दीर्घ 8 दशंधि धरी ओडिशार सामाजिक क्षेत्र में शिक्षा क्षेत्र में समाज सेवा क्षेत्र में विशेषकर राजनीति क्षेत्र में तांकर अवदान भूलिबार ना श्रीजुक्त त्रिपाठी एवं परिणत बयस उपनीत होती जीवन बहु घात प्रतिघात भितर गांधीवादी जीवन अर्थात उच्च चिंता एवं सरल जीवन ताकू से अतुट एवं अक्षुण्ण रखिपार हूँ बड़ कथा श्रीजुक्त त्रिपाठी परिपूर्ण परिवार राजनगर ब्लॉक जगन्नाथपुर शासन आज भी 80 पर बयस से कर्मचंचल जीवन ये अवस्था जे देख कह नहीं वार्धक्य स्पर्श कर भी से उद्यमता एवं से चंचलता एवं से काम करिवार प्रेरणा देश को तैयारी करिवार युवपीढ़ी को निर्माण करिवार समाज को संस्कारित करिवार राज्य रे शिक्षा प्रसार करिवार राजनीति को परिशुद्ध करिवार से अतुट चिंता उद्यम संघर्ष तांकर अब्याहत रही आसतु आज आम एक क्षुद्र साक्षात्कार तांकर कर्म तांकर जीवन तांकर साधना तांकर तपस्या एवं तांकर घर परिवार विषय आम ये सहित साक्षात्कार करुचे मु आशा करुची एभली जड़े महान तपस्वी साधक को भगवान शतायु करेंगे ओडिशावासी से दीर्घ समय धरी दीर्घ वर्ष धरी सेवा करुवे भगवान ताको कर्मचंचल रखिथे ये मु आशा करुची एवं जगन्नाथ पाखे प्रार्थना करुची ताकू सी शतायु करंतु बरं 100 वर्ष ऊर्ध्व समय कर्मचंचल तत्पर करी बंचाई रख अच्छा श्रीजुक्त त्रिपाठी आपण 80 वर्ष बयस उपनीत होती एवं आपण एक ओडिशा विधानसभा जड़े प्रवीण सदस्य थे बहु विशिष्ट व्यक्ति मान सहित राजनीति क्षेत्र में समाज सेवा क्षेत्र में काम कर सुजोग पाई आपणकर बाल्य जीवन विषय आपण जन्म माता पिता आपण परिवार टिके ये विषय आमको कह
ଜନ୍ମଗ୍ରହଣ କରିଥିଲି ଜଗନ୍ନାଥ ପ୍ରଶାସନ ବାପାଙ୍କ ନାଁ ବଂଶାନୀ ବାଞ୍ଛାନୀ ତ୍ରିପାଠୀଙ୍କ ଅରସୁର ଜନ୍ମଗ୍ରହଣ କରିଥିଲେ। ମାଙ୍କ ନାଁ ସରସ୍ୱତୀ। ସରସ୍ୱତୀ। ତ ଆପଣଙ୍କ ଜନ୍ମ ସମୟରେ ଆପଣଙ୍କ ଜନ୍ମ ସମୟ କଥା ମନେ ରଖିବାର ପ୍ରଶ୍ନ ଉଠୁନି, କିନ୍ତୁ ସେ ଗାଁର ଅବସ୍ଥା କ'ଣ ଥିଲା? ଘରେ ଆପଣଙ୍କର ଆଉ କିଏ ଥିଲେ ସେତେବେଳେ? ଘରେ ମୋର ଜେଜେ ଥିଲେ, ବାପା ଥିଲେ, ବଡ଼ ବାପା ଥିଲେ। ବାପା ହଉଛନ୍ତି ସାନ? ସାନ। ବାପା ସବୁଠୁ ସାନ। ମଝିଆ ବାପା ବଡ଼। ତା ଉପର ବାପା ସେ ମରିଥିଲେ ମୋ ଜନ୍ମ ଆଗରୁ ମରିଥିଲେ। ଜେଜେବାପାଙ୍କର ବୟସ କେତେ ଥିଲା ସେତେବେଳେ? ଜେଜେବାପା ମୋର ପ୍ରାୟ 80 ବର୍ଷ। 80 ବର୍ଷ ହେଇଥିଲା। ଆଚ୍ଛା, ତାହେଲେ ଆପଣଙ୍କର ପିଲାଦିନର କଥା ଟିକେ କହିବେ। ସ୍କୁଲ ଯିବା ପୂର୍ବରୁ ଆପଣଙ୍କ ପିଲାଦିନ, ଆପଣଙ୍କ ଯେତେବେଳେ ହେତୁ ହେଲା? ସ୍କୁଲ ତ ଗାଁ ଗୋଟେ ନଥିଲା, କନିକାର ସର୍ଭେ ସର୍ଭେ ଥିଲେ। ସେ ଗୋଟେ ତାଙ୍କ ପୁରୋହିତ ଜଣଙ୍କୁ ଆଣିକିରି ସେ ଗାଁରେ ଗୋଟେ ପାଠଶାଳା ଚାଟଶାଳୀ ପାଠଶାଳା ଆଚ୍ଛା ତ ପାଠଶାଳା କହୁଥିଲେ, ଚାଟଶାଳୀ କହୁଥିଲେ। ଚାଟଶାଳୀ ପରେ ସ୍କୁଲ ହେଇଗଲା। ଏ ପାଠଶାଳା କ'ଣ ହଉଥିଲା ସେଠି? ସଂସ୍କୃତ ପଢ଼ାଯାଉଥିଲା। ଆପଣ କ'ଣ ସଂସ୍କୃତ ପଢ଼ିଲେ? ନା, ମୁଁ ସଂସ୍କୃତ ପଢ଼ିଲି। ସଂସ୍କୃତ ପଢ଼ାଯାଉଥିଲା ସେଠି। ପ୍ରଥମା ପରୀକ୍ଷା ଆଚ୍ଛା, ସେତେବେଳେ କଲିକତା ୟୁନିଭର୍ସିଟି ଥିଲା। ଆମ ବାପା କଲିକତା ୟୁନିଭର୍ସିଟିରେ ମାଟ୍ରିକ ପରୀକ୍ଷା କଲିକତାରେ ଦେଇଥିଲେ। ମାଟ୍ରିକ ପାସ୍ କରିଥିଲେ ସେତେବେଳେ? ନା, ମାଟ୍ରିକ ସଂସ୍କୃତ ପ୍ରଥମା ପରୀକ୍ଷା। ଆଚ୍ଛା, ସଂସ୍କୃତ ପ୍ରଥମା ପରୀକ୍ଷା ଦେଇଥିଲେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନରେ? କଲିକତା ବିଶ୍ୱବିଦ୍ୟାଳୟ ଅଧୀନରେ କଲିକତା ଠାରେ ଦେଇ। ଆଚ୍ଛା, ଆପଣ ପଢ଼ାପଢ଼ି ଆରମ୍ଭ କଲେ କେମିତି? ବାପା ମାଷ୍ଟର ଆଣିକି ରଖିଲେ। ଆଚ୍ଛା, ଗୋଟେ ଆଳି ଗ୍ରାମରୁ ମୋର ପଢ଼ିବା ପାଇଁ କେବଳ ଜଣେ ମାଷ୍ଟର ଆଣିକି ରଖିଲେ। ଜଣେ ୟୁପି ପାସ୍ କରିଥିଲା ମାଷ୍ଟର, ସେ ମାସକୁ 4 ଟଙ୍କା ଦରମା ପାଉଥିଲା। 4 ଟଙ୍କା? 4 ଟଙ୍କା ବହୁତ ବେଶୀ ସେତେବେଳେ। ବହୁତ ବେଶୀ ସେତେବେଳେ। ସେ 4 ଟଙ୍କା ଆସିଲେ ମଞ୍ଜୁର ହେଇନଥିଲା ଆସିଲା ବେଳକୁ। ଆମ ଗାଁରେ ରଖିଲା ପରେ ତାକୁ ମଞ୍ଜୁର କରେଇକିରି ବାପା 4 ଟଙ୍କା ଦରମା ମଞ୍ଜୁର କଲେ। ଆଚ୍ଛା, ତାହେଲେ ସେ ଅବଧାନରେ କ'ଣ ପଢ଼ୁଥିଲେ ଆପଣ? କେମିତି ପଢ଼ୁଥିଲେ ଆପଣ? ସ୍ଲେଟ୍ରେ? ସ୍ଲେଟ୍ ଥିଲା କ'ଣ ସେତେବେଳେ? ହଁ, ସ୍ଲେଟ୍ ଥିଲା। କ'ଣ ପଢ଼ୁଥିଲେ ଆପଣ? ବର୍ଣ୍ଣବୋଧ, ବାଳବୋଧ, ମଧୁସୂଦନ ନାୟକଙ୍କର ପ୍ରାୟ ସବୁ ବହି ପଢ଼ାଉଥିଲା। ଆଚ୍ଛା, ଶିଶୁବୋଧ। ଆପଣଙ୍କ ବର୍ଣ୍ଣବୋଧର କିଛି ପଙ୍କ୍ତି ମନେ ଅଛି? ବର୍ଣ୍ଣବୋଧର ମନେ ଅଛି। ଆଚ୍ଛା ଆଚ୍ଛା, ଆପଣ ବହି ଦେଖିକି କହିପାରିବେ ବର୍ଣ୍ଣବୋଧ? ତାହେଲେ କ'ଣ କରିବେ? ବାଳବୋଧ, ଶିଶୁବୋଧ ଯାହା ବି ଅଛି? ବୋଧର ମନେ ଅଛି ଯେ ଏ ଜୀବନ ନିଶ୍ଚିତ, ବାଲ୍ୟକାଳ ଅନୁଚିତ, କେଜାଣି କାହାର କେବେ ମୃତ୍ୟୁ କାଳ ହୋଇଯିବ ଆସି ଉପସ୍ଥିତ। ଆଚ୍ଛା ଆଚ୍ଛା, ସବୁଠୁ ବଢ଼ିଆ ପଙ୍କ୍ତି ଆପଣ ମନେ ରଖିଛନ୍ତି ଆଉ କ'ଣ? ଆଚ୍ଛା, ପିଲାଦିନେ ଆପଣଙ୍କ ସାଙ୍ଗ ସବୁ କିଏ ଥିଲେ? ସାଙ୍ଗ ଗାଁ ପିଲା ସବୁ ଥିଲେ। କେମିତିଆ ପିଲା ସବୁ? ଧୋତି ପିନ୍ଧୁଥିଲେ? ସମସ୍ତେ ବ୍ରାହ୍ମଣ ପିଲା। ଧୋତି ପିନ୍ଧୁଥିଲେ ସବୁ? ସମସ୍ତେ ପଣ୍ଡିତଙ୍କ ପୁଅ। ସବୁ ଜଗନ୍ନାଥପୁର ଶାସନ ସେଟା ନାଇଁ କି? ଶାସନ ସେଟା ରଜା ବସେଇଥିଲେ ଶାସନ। ଏଟା ଶାସନ। ସେମାନେ ପଣ୍ଡିତ, ପ୍ରଜା ଘରେ ପୁରୋହିତ କରନ୍ତି। ଆଉ ସମସ୍ତେ ତ ଧୋତି ପିନ୍ଧୁଥିଲେ, ପ୍ରଶ୍ନ ନଥିଲା। ଆଉ ଦେହରେ କ'ଣ ପିନ୍ଧୁଥିଲେ? ଗାମୁଛା? ନା, ଦେହରେ ଗାମୁଛା ଗାମୁଛା କି ଚାଦର ପଡୁଥିଲା? ଆଚ୍ଛା, ଆପଣଙ୍କ ବାପା କ'ଣ ପୁରୋହିତ ଥିଲେ? ନା, ବାପା ପୁରୋହିତ ନଥିଲେ, ଆମର ପଡ଼ିଶା ପୁରୋହିତ ଥିଲେ। ଆମ ବାପା ସାଧାରଣ ବ୍ୟବସାୟୀ ଥିଲେ। ରାଜା କ'ଣ ଆପଣଙ୍କ ଗାଁକୁ ଆସୁଥିଲେ? ହଁ, ସମସ୍ତେ ଆସନ୍ତି। ରାଜା ଘରେ କେତେବେଳେ ଆପଣ ଖାଇବା ପାଇଁ ଯାଉଥିଲେ ପିଲାଦିନେ?
ପିଲାଦିନେ ରାଜା ଘରକୁ ମୁଁ ଯାଏନି, ଆମ ବାପା ଦିଦି ଯାଆନ୍ତି। ଯାଆନ୍ତି ରାଜା ଘରୁ କିଛି ଆସୁଥିଲା ମାଲ ପାଣି ଆପଣ ପାଖକୁ? ଖାଇବା ପିଇବା ଆସେ ଆସେ ସାତପୁରୀ ଆସେ। ସାତପୁରୀ, ସେ ଯେ କାକରାପୁରୀ ଯୋଉଟା ସାତପୁରୀ। ହଁ। ଆଚ୍ଛା ଆଚ୍ଛା ଆଚ୍ଛା। ସେତେବେଳେ ଗାଁଟା କେମିତି ଥିଲା ଆପଣଙ୍କର? କୋଠା ଘର ଥିଲା? ନାଇଁ, କୋଠାଘର ପ୍ରଶ୍ନ ଥିଲା। ପ୍ରଜାଘର ସ୍ୱତନ୍ତ୍ର ନିୟମ ଥିଲା, ହଁ କେହି କୋଠା କରିପାରିବେ, କନିକା ଭିତରେ ମଧ୍ୟରେ କେହି କୋଠା କରିପାରିବେ। ଏ ରାଜାଙ୍କ ନିୟମ ଥିଲା, ଆଦେଶ ଆଦେଶ ଥିଲା। ଆଚ୍ଛା କୋଠା କେହି କରିପାରିବେ, ସମସ୍ତେ ଚାଳ ଘର କରିବା ବାଧ୍ୟ। ଆଚ୍ଛା ଆଚ୍ଛା। ବାକି ଗାଁର ପରିବେଶ କେମିତି ଥିଲା? ପରସ୍ପର ଭିତରେ ସମ୍ପର୍କ, ପରସ୍ପର ଭିତରେ ସମ୍ପର୍କ ଭଲ ଥିଲା। କଳି ତକରାଳ, ବାଡ଼ିଆ ପିଟା ପୁଟି ଏସବୁ ହଉନଥିଲା? କଳି ତ କେବଳ ଖୁବ୍ କମ୍ ହୁଏ। ଯାହା କିଛି ହୁଏ ସବୁ ମର୍ଡର କେସ୍ ପର୍ଯ୍ୟନ୍ତ ରଜାଙ୍କ ଅଫିସର ଆଚ୍ଛା। ଗାଁର ପଢ଼ାପଢ଼ି ସରିଲା ପରେ ଆପଣ ପ୍ରାଇମେରୀ ସ୍କୁଲ କୋଉଠି ପଢ଼ିଲେ? ପ୍ରାଥମିକ ବିଦ୍ୟାଳୟ? ଏଇଟା ତ ପ୍ରାଥମିକ ବିଦ୍ୟାଳୟ ଗ୍ରାମାଞ୍ଚଳ ଏଇ ଯୋଉ ଅବଦାନ ଆସିଲେ, ମାଷ୍ଟର ଆସିଲେ, ସେଠି ଗୋଟେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହେଲା। କେତେ ପିଲା ଥିଲେ ଆପଣଙ୍କ ସାଙ୍ଗରେ ସେଠି? 3 ଜଣ। 3 ଜଣ ସମୁଦାୟ? ଆମ ଗ୍ରାମର ଆମ ଶ୍ରେଣୀରେ 3 ଜଣ ଥିଲେ। ଆଚ୍ଛା। ଆଉ 4 5 କିନ୍ତୁ ଟିଚର ଜଣେ ଥିଲେ? ଜଣେ ଶିକ୍ଷକ। ସେ ସମସ୍ତଙ୍କୁ ପଢ଼ଉଥିଲେ? ହଁ। ଶିକ୍ଷକ ନାଁଟା? ମାଗୁଣୀ ଚରଣ ମହାନ୍ତି। ମାଗୁଣୀ ଚରଣ ମହାନ୍ତି। ଆଚ୍ଛା। ତାପରେ ଆପଣଙ୍କର ମାଇନର କୋଉଠି ପଢ଼ା ହେଲା? ମାଇନର ରାଜକନିକାରେ ପଢ଼ା ହେଲା। ରଜାଘର ଗୋଟେ ମାଇନର ସ୍କୁଲ କରିଥିଲେ। ଆଚ୍ଛା। ମାଇନର ସ୍କୁଲ ପ୍ରାୟ କେତେ କିଲୋମିଟର ସେଠୁ? 20 ମାଇଲ ବ୍ୟବଧାନ ଭିତରେ ଗୋଟିଏ ମାଇନର ସ୍କୁଲ। ଆପଣଙ୍କ ଘର ପାଖରୁ ରାଜକନିକା କେତେ ବାଟ? 15 ମାଇଲ। ପ୍ରତିଦିନ ଆପଣ 15 ମାଇଲ ନା, ଚାଲିଲେ? ମୁଁ ରହୁଥିଲି ପିଲାଦିନେ ସେଠି ହଷ୍ଟେଲରେ ରହିକିରି ପାଠ ପଢ଼ୁଥିଲି। ହଷ୍ଟେଲରେ କେତେ ଜଣ ଛାତ୍ର ଥିଲେ? ହଷ୍ଟେଲରେ 30 ଜଣ। କଣ ଖାଉଥିଲେ ଆପଣ ସେତେବେଳେ ହଷ୍ଟେଲରେ? ଭାତ, ଡାଲି ପାଣି। ଡାଲି ପାଣି? ପାଣି। ଆଚ୍ଛା। ତାପରେ ଆଉ ଆଳୁ ଚକଟା? ଆଳୁ ଆସିନଥିଲା। ଆଳୁ ବଜାରକୁ ଆସିନଥିଲା? ବଜାରକୁ ଆସିନଥିଲା। ଆଚ୍ଛା। ଆଉ ହଁ, ମୁଁ 1932 ମସିହାରେ ଆସିଲି। ଓ, କଣ ଖାଉଥିଲେ? ତରକାରୀ କଣ ହଉଥିଲା? ମୁଁ ସେତେବେଳକୁ ମାଇନର ସ୍କୁଲରେ ପଢ଼ି ସାରିଲି। ତାପରେ ଆଳୁ ଆସିଲା? ଆଳୁ ଆସିଲା। ଆଚ୍ଛା। ଆପଣ ତରକାରୀ କଣ ଖାଉଥିଲେ ସେଠି? ତରକାରୀ ଖଡ଼ା, ବାଇଗଣ। ଆଚ୍ଛା। ମାଛ ଆଦି? ମାଛ ପ୍ରଚୁର। ହଷ୍ଟେଲରେ ଦିଆ ହଉଥିଲା ଖାଇବାକୁ? ହଁ, ମାଛ ପ୍ରଚୁର। ସେଟା ସମୁଦ୍ର କୂଳ ଜାଗା ପରା। ଆଚ୍ଛା। ପ୍ରଚୁର ମାଛ ମିଳେ ଶସ୍ତାରେ। ସୁପରିଟେଣ୍ଡେଣ୍ଟ କିଏ ଥିଲେ ଆପଣଙ୍କର ହଷ୍ଟେଲର? ଟଙ୍କାଟିଏ ଦେଲେ ବିଶାଏ ମାଛ। ବିଶାଳ ମାନେ କେତେ? 150ରେ। 150 ମାଛ? 40ରେ। ଆଚ୍ଛା। ହେଡମାଷ୍ଟର କିଏ ଥିଲେ ସ୍କୁଲର? ହେଡମାଷ୍ଟର ସୁଧାକର ନନ୍ଦନ ଆଦର୍ଶ ଲୋକ। ଆଦର୍ଶ ଶିକ୍ଷକ। ମାଇନର ସ୍କୁଲରେ ସମୁଦାୟ କେତେ ଜଣ ପିଲା ପଢୁଥିଲେ? ମାଇନର ସ୍କୁଲରେ 50 ଜଣ। ଝିଅ କିଏ ପଢୁଥିଲେ ସେତେବେଳେ? ଝିଅ ପ୍ରଥମ କରିଥିଲା। ଆପଣ ତାପରେ ହାଇସ୍କୁଲ କୋଉଠି ପଢିଲେ? ହାଇସ୍କୁଲ ସାଲେପୁର। କାହିଁ ରାଜକନିକାରେ ହାଇସ୍କୁଲ ନଥିଲା? ନା, ରାଜକନିକାରେ ପ୍ରଜାଘର ହାଇସ୍କୁଲ କରିଥିଲି। ହଁ। ଇଏ ପ୍ରଜାମାନେ ବିପ୍ଳବ କଲେ ବୋଲି ହଁ। ହାଇସ୍କୁଲ ଭାଙ୍ଗିଦେଲେ। ଆଚ୍ଛା। ମୋ ରାଜନୀତିଟା ପ୍ରାୟ ସେଇଥିରୁ ଆରମ୍ଭ ହେଲା। ଆପଣ କଣ ହାଇସ୍କୁଲ ସମୟରେ ବିପ୍ଳବ କଲେ? ହାଇସ୍କୁଲ ମୋ ପୂର୍ବରୁ ବିପ୍ଳବ କରିକିରି ବିଦ୍ରୋହୀ ହେଇଯାଇଥିଲେ। ଆମ ନେତାଜୀ ଚକ୍ରଧର ବେହେରା, ଚାନ୍ଦବାଲି, ରାଜକନିକା, ସେ ମୋର ନେତା କହିଲେ ଚଳେ। ସେ ହାଇସ୍କୁଲ ପାଠ ପଢ଼ିକିରି ଚାକିରି କଲା ପରେ ପ୍ରଜା ତାକୁ ଭଲ ପାଇକିରି କିରାନୀ ଚାକିରି ଖଣ୍ଡେ ଦେଲେ। ସେ ଚାକିରି ଖଣ୍ଡେ କଲା ଠାରୁ କଣ ଅତ୍ୟାଚାର କରୁଥିଲେ? ରାଜା ବହୁତ ରକମର ଅତ୍ୟାଚାର କରୁଥିଲେ। ସେ 64 କର ବସିଥିଲା। ଆଚ୍ଛା। 64 ପ୍ରକାର କର ବସିଥିଲା। ସେ କର ବସିବାଟାର ତାଙ୍କର ମଧ୍ୟ ଯୁକ୍ତି ଥିଲା,
ଆଉ ଲୋକ ମଧ୍ୟ ନେଉଥିଲେ। ଉତ୍କଳମଣି ଗୋପବନ୍ଧୁ ସେତେବେଳେ ଯାଇଥିଲେ ସେଠିକି? ଗୋପବନ୍ଧୁ ଯିବାର ମୁଁ ଶୁଣିଛି। ସେ ତାଙ୍କ କାର କବିତା ଲେଖିଛନ୍ତି ତ, ଏଇ ଯେ କନିକା କି କରୁଣ ଦୃଶ୍ୟ ନା ବନ୍ଦିରାତ୍ମକ କଥା, ଦୁଃଖିନୀ କନିକାରେ ସେ ଲେଖିଛନ୍ତି ସବୁ। କନିକାର ମଣିଷ ମାନଙ୍କର ଅବସ୍ଥା ଅତି ସାଂଘାତିକ ଥିଲା, ପଶୁବତ ଜୀବନ ଯାପନ କରୁଥିଲେ। ତ ଗୋପବନ୍ଧୁଙ୍କ ଆନ୍ଦୋଳନ ଫଳରେ ଗୋପବନ୍ଧୁ ସେଠି ଯେତେବେଳେ ଗଲେ, ସେଠି କନିକା ପ୍ରଜାଙ୍କର କଲ୍ୟାଣ ହେଇଛି ନା ଅପକାର ହେଇଛି ନା ଉପକାର ହେଇଛି? ଉପକାର ବହୁତ ହେଇଛି। ଆଚ୍ଛା, ତ ଆପଣ ହାଇସ୍କୁଲ କୋଉଠି ପଢିଲେ? ହାଇସ୍କୁଲ ସାଲେପୁରରେ। କାହିଁକି ପଢିଲେ ସାଲେପୁରରେ? କେନ୍ଦ୍ରାପଡ଼ାରେ କାହିଁକି ପଢିଲେନି? କେନ୍ଦ୍ରାପଡ଼ାରେ ହାଇସ୍କୁଲଟି ଥିଲା, ସରକାରୀ ହାଇସ୍କୁଲଟି। ସେ ସବ୍ ଡିଭିଜନ ଭିତରେ ଗୋଟିଏ ହାଇସ୍କୁଲ ଥିଲା। ହାଇସ୍କୁଲରେ ଭଲ ପଢ଼ାପଢ଼ି ହଉନି। ଆଚ୍ଛା, ସାଲେପୁରରେ ଆଦର୍ଶ ପୂର୍ଣ୍ଣଚନ୍ଦ୍ର ମିଶ୍ର ଶିକ୍ଷକ ଥିଲେ। ସାରା ଓଡ଼ିଶାର ଆଦର୍ଶ ଶିକ୍ଷକ ବିଶ୍ୱମ୍ବର ମିଶ୍ର DPIଙ୍କର ଭାଇ ପୂର୍ଣ୍ଣଚନ୍ଦ୍ର ମିଶ୍ର ହେଡମାଷ୍ଟର। ଆଚ୍ଛା, ସାଲେପୁର ହାଇସ୍କୁଲ ହେଡମାଷ୍ଟର ଥିଲେ। ପୂର୍ଣ୍ଣଚନ୍ଦ୍ର ମିଶ୍ର ହେଡମାଷ୍ଟର ସେଠୁ ସେଠିକି ଯାଇଥିଲେ। ତାଙ୍କ ବଂଶ ସାରା ଶିକ୍ଷକତା କରନ୍ତି। ତାଙ୍କର ତ ସେଠି ବି ଆପଣ ହଷ୍ଟେଲରେ ରହିଲେ? ହଁ। କେତେ ପିଲା ଥିଲେ ହଷ୍ଟେଲରେ? ହଷ୍ଟେଲରେ 150 ବହୁତ ପିଲା। ଆପଣ ଟିକେ ଅନୁଭୂତି କହିବେ, ସାଲେପୁରରେ କିଛି ବିଶେଷ ଅନୁଭୂତି ମନେ ପଡୁଥିଲା ବେଳେ, ହାଇସ୍କୁଲରେ ପଢୁଥିଲା ବେଳେ କି ମାଇନର ସ୍କୁଲରେ ପଢିଲା ବେଳେ, କିଛି ଗୋଟେ ଘଟଣା ଯୋଉଟା ଉଲ୍ଲେଖ କରାଯାଏ। ଜାତି ଭେଦ ଥିଲା କି? ହାଇସ୍କୁଲରେ ଆମେ ବହୁତ ସ୍ୱେଚ୍ଛାସେବକ କାମ କରୁ। ଟିକେ କୋଉଠି ବନ୍ୟା କୋଉଠି ହେଲେ କି ବାତ୍ୟା ହେଲେ ଆମେ ଗାଁ ଗାଁ ଭିକ ପାଇକିରି ଆଣିକିରି ଦଉଥିଲୁ। ଭିକ ମାଗିକି ଦଉଥିଲେ? ଭିକ ମାଗିକିରି ଗାଁ ବାଲି। ଚନ୍ଦ୍ରଶେଖର ମିଶ୍ର ସେତେବେଳେ ଥିଲେ? ଚନ୍ଦ୍ରଶେଖର ମିଶ୍ର ମୋର ଗୁରୁ ଥିଲେ, ମୁଁ ତାଙ୍କ ପାଖରେ ଆପଣ ଚନ୍ଦ୍ରଶେଖର ଚିହ୍ନିଛନ୍ତି? ମୁଁ ଚିହ୍ନିଛି, ମତେ ସେ ଭଲ ଭାବରେ ଚିହ୍ନିଥିଲେ। ଗେରୁଆ ପିନ୍ଧି ମୁଣ୍ଡରେ ପଗଡ଼ି ଭିଡ଼ି ଖୁବ ଆଦର୍ଶ ଶିକ୍ଷକ ହାଇସ୍କୁଲ ସେ କରିଥିଲେ କାମ। ଆଉ ହାଇସ୍କୁଲ ବହୁତ ସାହାଯ୍ୟ କରିକିରି ହାଇସ୍କୁଲଟା କରିବା ଆରମ୍ଭ ହେଲା ଯେତେବେଳେ ସେ କରିଥିଲେ। ଆଚ୍ଛା, ଆଉ କିଛି ଗଣ୍ଡଗୋଳ ଜାତିଭେଦ କେମିତି ଥିଲା? ଜାତିଭେଦ ଖୁବ ତୀବ୍ର ଥିଲା। ଆପଣଙ୍କ ହଷ୍ଟେଲରେ କିଏ ହରିଜନ ପିଲା ଥିଲେ? ହଁ, ମୁସଲମାନ ହଷ୍ଟେଲ ଗୋଟେ ସ୍ୱତନ୍ତ୍ର ଥିଲା। ମୁସଲମାନ ଥିଲେ ସେଇଠି ହରିଜନ ପିଲା ରହୁଥିଲେ? ମୁସଲମାନ ହଷ୍ଟେଲ? ନା, ମୁସଲମାନ ହଷ୍ଟେଲ ହରିଜନ ପିଲା। ଆପଣ ସାଙ୍ଗରେ ରହୁଥିଲେ? ଆମ ସାଙ୍ଗରେ ରହୁଥିଲେ ଜଣେ। ତ ସେତେବେଳେ ବାଛ ବିଚାର କମ ରହୁଥିଲେ, ତାଙ୍କୁ କିନ୍ତୁ ଅଲଗା ଆପଣ ଖାଇବା ପାଇଁ ସବୁ ବ୍ୟବସ୍ଥା ମିଶିକି ଖାଉଥିଲେ? ମିଶିକି ଖାଉଥିଲେ। ଆଚ୍ଛା, ସାଲେପୁର ନାମଜାଦା ହଷ୍ଟେଲ ଥିଲା ଆଉ ତାର ସେତେବେଳେ ଆପଣଙ୍କର ସ୍କୁଲ ଜୀବନରେ ଆପଣଙ୍କର ସାହିତ୍ୟ ସାଧନ କେବେଠୁ ଆରମ୍ଭ ହେଲା? ସ୍କୁଲ ଜୀବନରେ ଆପଣ ସେତେବେଳେ ମୁଁ ଶୁଣିଛି କିଛି କବିତା ଆଦି ଲେଖାଲେଖି କରୁଥିଲେ? ସେତେବେଳେ କଣ ସ୍କୁଲର ଗୋଟେ ପତ୍ରିକା ପ୍ରକାଶିତ ହଉଥିଲା? ଗୋଟେ ମ୍ୟାଗାଜିନ ପ୍ରକାଶ। ଆଚ୍ଛା, ସେ ମ୍ୟାଗାଜିନ ଟା କଣ ହାତରେ ଲେଖା ହେଇକି ପ୍ରକାଶ ହଉଥିଲା? ନା, ଛପା ହଉଥିଲା। ଛାପାଖାନା କୋଉଠି ଥିଲା? ବାଳକୃଷ୍ଣଙ୍କର ସେଟା କୋଉ ମସିହା କଥା ମନେ ଅଛି? ବାଳକୃଷ୍ଣଙ୍କର ସାଲେପୁର ସ୍କୁଲ ଯେତେବେଳେ ହାଇସ୍କୁଲ ଥିଲା ସେତେବେଳେ ହେଡମାଷ୍ଟର ସେଠି କବିତା ଆଦି ପ୍ରକାଶିତ ହଉଥିଲା। ଆଚ୍ଛା, କବିତା ଆପଣ କଣ ଲେଖୁଥିଲେ? ପ୍ରଥମ କବିତା ଆପଣଙ୍କର? ମୋର ଶଙ୍ଖରେ ବାଳକୃଷ୍ଣଙ୍କ ନିଜେ ଛାପିଥିଲେ। ଗାନ୍ଧୀ ଯୋଉଦିନ ମଲେ, ମହାତ୍ମା ଗାନ୍ଧୀ ମଲା ଦିନ, ସେଦିନ ମୁଁ ସେତେବେଳେ କଲେଜରେ ପଢ଼ିଲି। 1948 ମସିହାରେ ମୁଁ କଲେଜରେ ପଢ଼ିଲିଣି। ସେ ଶଙ୍ଖ ପତ୍ରିକାରେ ଆପଣ କବିତା ଛାପିଥିଲେ? ସହକାରରେ ବି ଛାପିଥିଲେ। ହାଇସ୍କୁଲରେ କିନ୍ତୁ ଆପଣଙ୍କର ସ୍କୁଲ ମ୍ୟାଗାଜିନ ଆପଣଙ୍କର? ତାପରେ ଆପଣ କଲେଜ କୋଉଠି ପଢିଲେ? କଲେଜରେ ରେଭେନ୍ସାରେ। ପ୍ରିନ୍ସିପାଲ କିଏ ଥିଲେ ସେତେବେଳେ? ପ୍ରାଣକୃଷ୍ଣ ପରିଜା ପ୍ରିନ୍ସିପାଲ ଥିଲେ। ଆପଣ କୋଉ ହଷ୍ଟେଲରେ ରହୁଥିଲେ? ୱେଷ୍ଟ ହଷ୍ଟେଲରେ। ୱେଷ୍ଟ ହଷ୍ଟେଲରେ ରହିଲା ବେଳେ ତ ଆପଣଙ୍କର
ଅଗଷ୍ଟ ବିପ୍ଳବ ସେଇ ସମୟରେ ଆରମ୍ଭ ହେଲା 1942। 1942 ସେତେବେଳେ କଂଗ୍ରେସ କମିଟିଟା ଉଠି ଯାଇଥିଲା ପରା ସାଲେପୁର। ଓ ସେ ଚନ୍ଦ୍ରଶେଖରଙ୍କ ଆଶ୍ରମରେ ହଉଥିଲା। ଆଚ୍ଛା, ସେଇଠି ଆପଣ ଅଗଷ୍ଟ ବିପ୍ଳବ ବାନର ସେନାରେ ଯୋଗ ଦେଇଥିଲେ? ଆପଣ ବାନର ସେନାରେ ଥିଲେ? ବହୁତ ଯୋଗ ଦେଇଛି, ବହୁତ କାମ କରିଛି, ଆଜ୍ଞା। କିନ୍ତୁ ଜେଲ ଯାଇନି। ଆମର ଆଦର୍ଶ ଶିକ୍ଷକ ଲକ୍ଷ୍ମଣ ମିଶ୍ର, ବାଳକୃଷ୍ଣ ଦାସ ଏସବୁ ଜେଲ ଗଲେ, ମୁଁ ଜେଲ ଗଲି ନାହିଁ। ଆପଣ କଣ କରୁଥିଲେ ବାନର ସେନା ଅଗଷ୍ଟ ବିପ୍ଳବ ସମୟରେ? ବାନର ସେନା ମୁଁ ତ ବହୁତ କାମ କରିଛି। ଆମେ ସେଠି ସାଲେପୁରର ଜଣେ ତାକୁ ସେତେବେଳେ ଦୁଷ୍ଟ ଲୋକ କହୁଥିଲେ, ସେ ନରୁ ଭୂଇଁଆ ବୋଲି, ସିଏ ଆମକୁ ଜବାବ ଦେଇଥିଲା, ମୋତେ ଜବାବ ଦେଇଥିଲା। ମୁଁ ଯାଇଥିଲି ପ୍ରତ୍ୟେକ ଗାଁରେ ବୁଲିକିରି ସଂଗଠନ କରୁଥିଲି। ମୁଁ ଯାଇଥିଲି, ମୋତେ କହିଲା ମୋତେ ଯଦି ଦେବେନ୍ଦ୍ର ପଟ୍ଟନାୟକ ମୁଣ୍ଡଟା ଦେବ, ଦେବେନ୍ଦ୍ର ପଟ୍ଟନାୟକ ପୋଲିସ ଏସ୍ଆଇ, ମୁଁ ତୁମକୁ ରାସ୍ତା ଜଗତପୁରଠୁ ସାଲେପୁର ପର୍ଯ୍ୟନ୍ତ ସମସ୍ତ ରାସ୍ତା ରାତାରାତି ଗଛ କାଟିକିରି ବନ୍ଦ କରିଦେବି। ସାହାଯ୍ୟ କରୁଥିଲା। ସେ କହିଥିଲା ଯେ ମୁଣ୍ଡ ତାଇ ନଥିଲା, ସେ ଚାହିଁଥିଲା ରାସ୍ତା ବନ୍ଦ କରିଦେବ। ଆମେ ଯାଇଥିଲୁ ପ୍ରସ୍ତୁତ ହେଇକି ଥାନା ପଡ଼ିବା ପାଇଁ। ଦେବେନ୍ଦ୍ର ପଟ୍ଟନାୟକ ଭାରି ଦୁଷ୍ଟ ଲୋକ ଥିଲା। ସବ୍ ଇନ୍ସପେକ୍ଟର ଥିଲା? ହଁ, ଭାରି ଦୁଷ୍ଟ ଲୋକ। ସେ ତା ଚେହେରା ଯେମିତି ତା ସେ ଆମେ ଯାଇଥିଲୁ ଥାନା ସୁରେନ୍ଦ୍ର ଦ୍ୱିବେଦୀଙ୍କ ପାଖକୁ କିରାସିନି ଆଣିବା ପାଇଁ। ସେ ଅଣ୍ଡରଗ୍ରାଉଣ୍ଡରେ କୋଉଠି ରହୁଥିଲେ ସେ? କୋଉଠି ଅଣ୍ଡରଗ୍ରାଉଣ୍ଡରେ କୋଉଠି ରହୁଥିଲେ? ସୁନୀଲ ଘୋଷ ବୋଲି ଜଣେ ସାଲେପୁର ବହୁଗ୍ରାମରେ ତାଙ୍କ ଘର। ବହୁଗ୍ରାମର ସେ ଅଛନ୍ତି ମଲିନି କହିପାରିବେ? ସୁନୀଲ ଘୋଷ ଅଛନ୍ତି? ସୁନୀଲ ଘୋଷ ଅଛନ୍ତି, କୃଷ୍ଣ ଘୋଷଙ୍କ ପୁଅ। ହଁ, ସେ ରହୁଛନ୍ତି ଏଠି ଆପଣଙ୍କର ଚୌଧୁରୀ ବଜାର କାଠଗଡ଼ା ସାହି ପାଖରେ ରହୁଛନ୍ତି। ତାଙ୍କୁ ତ ଶହେ ପାଖାପାଖି ବୟସ। ହଁ, ତାଙ୍କୁ 95-96 ହେଇଗଲାଣି। ହଁ, ସୁଯୋଗ ପାଇଥିଲେ ତାଙ୍କୁ ଟିକେ ଦେଖିବାକୁ ଇଚ୍ଛା। ସେ ଉଠି ବସି ପାରୁନାହାନ୍ତି ନା। ଆଚ୍ଛା ଆଚ୍ଛା। ଆଉ କ'ଣ ବିଶେଷ ଅନୁଭୂତି ଆପଣଙ୍କର ସ୍କୁଲ କଲେଜ ଜୀବନରେ? ଆମେ ଯାଇଥିଲୁ କିରାସିନି ପାଇଁ। କିରାସିନି ଟ୍ୟାଙ୍କର ଆଣିବୁ, ସାଲେପୁର ଥାନାଟାକୁ ପଡ଼ିବୁ। ଆମେ ପହଞ୍ଚିଲା ପରେ ସୁନୀଲ ଘୋଷ ମଝିରେ ଯୋଗସୂତ୍ର ରହୁଥିଲେ। ସିଏ ଆମ ସାଙ୍ଗରେ ଦେଖା କରାଇବେ, କାହାକୁ ସୁରେନ୍ଦ୍ର। ଆମେ ଦେଖିପାରିବୁନି ତ, ଦେଖିପାରିବୁନି। ତାଙ୍କ ଯେତେବେଳେ ଦେଖା କରିବା ପାଇଁ ଗଲୁ ସୁରେନ୍ଦ୍ର ବାବୁ ସେଠୁ ମନା କଲା, କହିଲେ ତୁମେ ନ ପଡ଼ି ଦେଇକି ଛାଡ଼ି ଦେଇକି ଯିବ, ତାହେଲେ ଲୋକ ରକ୍ଷା ପାଇଯିବ। ନଚେତ ତୁମେ ଥାନା ଚୋର ଡକାୟତ ହାତରେ ଦେଇ ଚାଲିଯିବ। ଆଚ୍ଛା, ତୁମେ କିଏ ସୁରେନ୍ଦ୍ର ଦେବ ହେଲେ ଏଇଭଳି ବିଷୟ। ଆଉ ତୁମେ ତେଣୁ କିରୋସିନ ସେ ଦେଲେଣି ଆପଣ? କିରୋସିନ ସେ ଦେଲେଣି, କାରଣ ବିଶ୍ୱାସ ହେଲାଣି ଯେ ଆପଣ ଥାନା ପୋଡ଼ିପାରିବେ ବୋଲି। ନା, ପୋଡ଼ିପାରିବୁ ବୋଲି ବିଶ୍ୱାସ କଲା। ପୋଡ଼ିପାରିବୁ, କିନ୍ତୁ ନରଭୂୟା ହାତରେ ଆମେ। ଆଚ୍ଛା, ଥାନାଟାକୁ ଛାଡ଼ି ଦେଇଯିବେ? ଛାଡ଼ି ଦେଇଯିବୁ, ମାନେ ପୁଲିସକୁ ଶେଷ କରିଦେବେ, କିନ୍ତୁ ଚୋର ଡକାୟତଙ୍କ ହାତରେ ଥାନା ଦେଇଦେବେ, ଏଇ ତାଙ୍କର ଗୋଟେ ଧାରଣା। ଆଚ୍ଛା, ଛାଡ଼ି ଦେଇଯିବୁ, ସେଠୁ ଆମେ ଫେରି ଆସିବୁ। ଆଚ୍ଛା, ତାପରେ କଲେଜ ରେଭେନ୍ସା କଲେଜରେ ଯେତେବେଳେ ସ୍ୱାଧୀନତା ହେଲା, ଯେତେବେଳେ ସ୍ୱାଧୀନତା ଠିକ୍ ପ୍ରାକ୍ ସ୍ୱାଧୀନତା ସମୟରେ ଜାନକୀ ପଟ୍ଟନାୟକ ଗୋଟେ ଭାଷଣରେ କହୁଥିଲେ ସିଏ ବିବୁଧେନ୍ଦ୍ର ମିଶ୍ର ଏବଂ ତାଙ୍କ ସାଙ୍ଗରେ ଅନ୍ୟ କିଛି ଏମାନେ କ'ଣ ୟୁନିୟନ ଜାକ୍କୁ ନେଇକିରି ତ୍ରିରଙ୍ଗା ପତାକା ଉଡ଼େଇଲେ। ଏ କ'ଣ ସତ୍ୟ ଘଟଣା? ଆପଣ ସେତେବେଳେ ପଢୁଥିଲେ ସେଠି? ସ୍ୱାଧୀନତା ସମୟରେ ଆପଣ କୋଉଠିଥିଲେ? ଉଡ଼େଇଥିଲି। ହଁ, ଜାନକୀ ପଟ୍ଟନାୟକ ସେତେବେଳେ ଇଷ୍ଟ ହଷ୍ଟେଲରେ ରହୁଥିଲେ? ନା, ୱେଷ୍ଟରେ ରହୁଥିଲେ। ଆପଣ ରୁମ୍ ପାଖରେ ରହୁଥିଲେ? ବିଜୁ ପଟ୍ଟନାୟକ
ବିଜୁ ପଟ୍ଟନାୟକ ଆମେ ଛାଡ଼ିଦେଲି। ସେତେବେଳକୁ ପଢିକି ଯାଇସାରିଲେ। ଆପଣ ସାଙ୍ଗରେ ଆଉ କିଏ ରହୁଥିଲେ ଯୋଉମାନେ ପରବର୍ତ୍ତୀ ସମୟରେ ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିଥିଲେ? ଆପଣ ସାଙ୍ଗରେ କିଏ କିଏ ରହୁଥିଲେ? ପ୍ରଦୀପ୍ତ ଦାସ, ପ୍ରଦୀପ୍ତ କିଶୋର ଦାସ ଆମର ଶିକ୍ଷାମନ୍ତ୍ରୀ ଯିଏ ଥିଲେ। କଂଗ୍ରେସ କମିଟି ବାଲା ଦି ଜଣ କଂଗ୍ରେସ କମିଟିର 2 ଜଣ ମେମ୍ବର ଥିଲେ। ଥିଲେ, ଯୋଉମାନେ କଂଗ୍ରେସର ପଛରେ ପ୍ରେସିଡେଣ୍ଟ ହେଲେ, ସେତେବେଳେ ପ୍ରେସିଡେଣ୍ଟ ଥିଲେ ଷ୍ଟୁଡେଣ୍ଟ କଂଗ୍ରେସର ଥିଲେ ଚିନ୍ତାମଣି ପାଣିଗ୍ରାହୀ। ଚିନ୍ତାମଣି ପାଣିଗ୍ରାହୀ ଥିଲେ। ତ ଆପଣ କୋଉ ବିଷୟ ପଢୁଥିଲେ ସେତେବେଳେ? ଫିଲୋସଫି ପଢୁଥିଲେ। କଲେଜ ଜୀବନର ଅନୁଭୂତି ଆଉ କଣ ମନେ ଅଛି ଆପଣଙ୍କର? କଲେଜ କେମିତି ଥିଲା? ସେ ବାତାବରଣ ସେଇଠି ବାତାବରଣ ବଡ଼ ସାଂଘାତିକ ଥିଲା। ଆଜ୍ଞା। ବିଶେଷ କରି କଲେଜ ଇଲେକ୍ସନ ସମୟରେ ବହୁତ ସାଂଘାତିକ। ଆପଣ କଣ ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ ନା ଧୋତି ପଞ୍ଜାବୀ ପିନ୍ଧୁଥିଲେ? ନା, ମୁଁ ଧୋତି ପଞ୍ଜାବୀ। ତ ଆପଣଙ୍କ କ୍ଲାସ ଭିତରେ କେହି ପିନ୍ଧୁନଥିଲେ, ପ୍ୟାଣ୍ଟ ସାର୍ଟ କେହି ପିନ୍ଧୁନଥିଲେ? ନା। ପ୍ରାଣକୃଷ୍ଣ ପରିଚୟ କିନ୍ତୁ ପିନ୍ଧୁଥିବେ। ପ୍ରାଣକୃଷ୍ଣ ପରିଚୟ। ଆଉ କିଏ ଟିଚର ଥିଲେ ଆପଣଙ୍କର ମନେ ରଖିଲା ଭଳି? ସଦାଶିବ ମିଶ୍ର, ସଦାଶିବ ମିଶ୍ର ଥିଲେ। ବଳଭଦ୍ର ଦାସ, ହଁ, ବିପ୍ରସାଦ, ବିପ୍ରସାଦ, ହଁ ସେ ଥିଲେ। ଆଚ୍ଛା, ଆଉ କିଏ ଥିଲେ ଟିଚର? ବାନାର୍ଜୀ ଥିଲେ। ଆଚ୍ଛା, ଯାଅ। କଟକରେ ଆପଣଙ୍କର କଣ ଗତିବିଧି ଥିଲା? କଟକରେ ଆମେ ସ୍ୱରାଜ୍ୟ ଆଶ୍ରମ ଯାଉଥିଲେ? ତ ନିୟମିତ ଯାଉ। ଆଜ୍ଞା। ଆଉ କଟକରେ ବ୍ରହ୍ମପୁର କାହିଁ ଯାଇଥିଲେ ଆପଣ? ଦେଖିବା ପାଇଁ ବ୍ରହ୍ମପୁର ଯାଇଥିଲେ। ଆଚ୍ଛା, ବାକି ଆଉ କୋଉ ମାନେ? ରମା ଦେବୀ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ର, ନୀଳକଣ୍ଠ, ଏମାନଙ୍କ ସହିତ ଆପଣଙ୍କ ସମ୍ପର୍କ ଥିଲା? ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଆପଣ କେବେ ଜାଣିଲେ? କଲେଜରେ ହରେକୃଷ୍ଣ ମହତାବ? ଆଜ୍ଞା। ହରେକୃଷ୍ଣ ମହତାବଙ୍କୁ ଏଇ ରାଜନୀତି କ୍ଷେତ୍ରରେ ଯାଏ। ରାଧାନାଥ ରଥଙ୍କ ସହିତ ପରିଚୟ ଥିଲା ଆପଣଙ୍କର? ରାଜନୀତି ସହିତ ଭଲ ସ୍ନେହ ସମ୍ପର୍କ ଥିଲା। ସେତେବେଳକୁ ସମାଜ ଆପଣ ପଢୁଥିଲେ ନିୟମିତ? ନିୟମିତ ପଢୁଥିଲୁ। ବିଶେଷ କରି ଆସିଲେ କାଟି ପଡେ ଆଉ। ମଫସଲ ସମ୍ବାଦ କଣ କଣ ବାହାରିଛି? ସହର ମଫସଲ ସମାଜ ଗୋଟେ ଶୀର୍ଷକ ଥିଲା ସେତେବେଳେ ବାହାରିନଥିଲା। ହଁ, ସହର ମଫସଲ ସମ୍ବାଦ। ଆପଣ କେବେ ଯାଇକି ସମାଜ ଅଫିସରେ ନ୍ୟୁଜ ଲେଖିକି ଦଉଥିଲେ? ଲେଖିକି ଯାଇ ଥରେ ବିପଦ ବରଣ କରେ। କେମିତି କଣ ହେଇଥିଲା ସେତେବେଳେ? ଆମର ସେଠି କନିକା ରଜା ଅତ୍ୟାଚାର ମାନେ ଚାଷ ଫସଲ ଗୋଟେ ଧାନ ଛଡା ବର୍ଷ ଭିତରେ ଫାଲଗୁନ ମାସ ବେଳକୁ ଚାଷୀ ତାର ଧାନ ପାଏ ବିକିକିରି କାଟେ। ପ୍ରଜାଘର ଇଙ୍ଗିତରେ, ପ୍ରଜାଘର ନିର୍ଦ୍ଦେଶରେ ପ୍ରଜାପ୍ରିୟ ତାର ପିଅନ ରହନ୍ତି। ଜଙ୍ଗଲ କାଟି ସେଠି ଲୋକମାନଙ୍କ ଉପରେ ଅତ୍ୟାଚାର କରିକିରି ହଜାର ଏକର ଜମି ଆଦାୟ। ସେ ଏକର ଜମିଟାକୁ ତା ହାତରେ ରଖିକିରି ଗୋଟେ ସ୍ୱତନ୍ତ୍ର ଆଇନ କରି ନେଇକି ଦେଇଥାଏ। ସେତେବେଳେ ମେମ୍ବର ଥିଲା, ସେ କରି ନେଇକିରି ସେ ଲୋକଙ୍କୁ ନିଲାମ ଦିଏ। ସେଇଥିପାଇଁ ଶହ ହଜାର ସଂଖ୍ୟାର ଲୋକ ଆସିକି, ଲକ୍ଷ ସଂଖ୍ୟାର ଲୋକ ଆସିକିରି ମେଦିନାପୁରରୁ ଆସି ରହିଗଲେ ରାଜନଗର। ଅନୁପ୍ରବେଶକାରୀ ମାନେ ତା ପୂର୍ବରୁ ସେମାନେ ରହିଗଲେ। ଆଉ କଣ, ଜମି ଗୁଡାକ ତ ଲୋକଙ୍କୁ ଭଲ ଲାଗେନି। କିଏ ସେ ଜମି ନବ? ଜମି ନେବା ପାଇଁ ଲୋକ ଆମର ଏପରି ଥିଲେ। ଆମ ଗାଁର ରଜାଙ୍କର ରାଣୀ ଜଣେ, ରଜାଙ୍କ ମା କହିବାକୁ ମା, ସେତେବେଳେ ରଜାଙ୍କର ମା, ରାଜେନ୍ଦ୍ରଙ୍କର ମା, ସିଏ
आम गाँव पाखे रोचे अच्छा सी धोबा साइड गोटे लुगा पकई आम गाँ धोबा साइड आम गाँ देखला भर गोटे सुना हार घरे रखिदे आसिक लुचिला सुना पाइली रजा टाणी देली महादेव देली कौन करी रजा जाणी दे इत्यादि लुचिला भय डाकिक जमी किसी देले से सुना रखिले जमी आम पंतर रजा 1000 एकर जमी काटिला से आम लोक जा लुटुचे जमीन गुड़ा नहीं कौन करी बुझे से लोकर विश्वसना जमी पर रही है जमीन लोकर कौन दरकार नाला होता वर्ष थे धान उठाई अमल करेंगे जमी लोक विशेष आग्रह नहीं समाज कथा मुझे पचारि आपको आप जो न्यूज देखिए विपद पड़े सब कार्य हो आई परीक्षा देकरी जाए गाँ गाँ ये खबर सब मो पाखे आस आए पड़ा जे से पूर्व भल पाती पहुँची कौन लिखिया लिखिकी लिखिदेली प्रधान प्रभु को देखी गाँ को गाँ को आसी पहुँची आसी पहुँचला समाज बाहर जाइए बापा गोटे काठ भाड़िया धरिकी मो पाखे पहुँची भोर सका कौन बाहर कर कौन ये सांग कोरबाना सांग नहीं घर बाहर घर मत बाहर कले जन बंधु घर पाखे गोटे धरिकी से मत घर बाहर मार खाईनी मार खाई था पलैली संगे संगे आदेश आसीगला इत्यादि समस्त बलकट करागला संगे चाकर चकर घर बाहरी गले मो राम घर से 10 11 चकर जड़े तो चली गले आम सब चलू कि महाप्रबल जन सरकार देखा करने मत बंधु घरे 4 दिन 8 दिन पर्यटन देखा है राजा सीना अनुमति दे से मत देखा करेंगे देखा हो पारे चाकर बाहरी जाइए घर अचल ना प्रकार असुविधा पड़ी राजा गोटे पठेले आसिस्टेंट थे सी आसिक सी आसिस्टेंट मत दया कर आसिस्टेंट होती भद्रकर अगरपड़ार हेडमास्टर